ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ବୀଣାପାଣି ମହାନ୍ତିଙ୍କ ଲିଖିତ ଗଳ୍ପ ସଂକଳନ ଅସ୍ତାଚଳର ଜହ୍ନ। ଗଳ୍ପ ସଂକଳନ କ୍ରମରେ ଆଜି ଶୁଣିବା ନିର୍ମାଲ୍ୟ। ଭିଜା ଭିଜା ସକଳ ଆଖିରେ ଦିଶୁଥିଲା ମାଡ଼ି ଆସୁଥିବା ଅନ୍ଧକାର। ନିଜକୁ ସଙ୍କୁଚିତ କରି ଶାଳିନୀ ଛିଡ଼ା ହୋଇ ପଡ଼ିଲା ଗଛମୂଳେ। ପଛକୁ ବୁଲି ଚାହିଁଲା, କେହି ନାହାନ୍ତି। ଝାପ୍ସା ରାସ୍ତା ଆଲୁଅରେ ଚିକ୍କଣ ଲାଗୁଛି ଗଳି ରାସ୍ତାଟା। ଅସରାଏ ଜୋର ବର୍ଷା ପରେ ଯେମିତି ସମସ୍ତେ କ୍ଳାନ୍ତ, କିନ୍ତୁ ମଣିଷର ଜାନ୍ତବକ୍ଷୁଧାର କ୍ଳାନ୍ତି ନାହିଁ। ବସ୍କୁ ଅପେକ୍ଷା କରି ଶାଳିନୀ ଛିଡ଼ା ହୋଇଥିଲା। ପଛପଟୁ କିଏ ତାର ଲମ୍ବା ବେଣୀକୁ ଟାଣିଦେଲା। ଏଥିପାଇଁ ସେ ବିଚଳିତ ହେଲା ନାହିଁ, କାରଣ ଏପରି ଘଟଣା ସହିତ ସେ ପରିଚିତ। କିନ୍ତୁ ତେର୍ଛେଇ ଅନାଇଲା। ବିରାଟକାୟ ମଣିଷଟାଏ ନାଲି ନାଲି ଆଖିରେ ତାକୁ ଅନେଇଛି ଖାଇଗଲା ପରି। ଫୁଲବାଣୀରୁ ବଲାଙ୍ଗୀର, ବଲାଙ୍ଗୀରରୁ ବରହମପୁର, ଆଉ ତାପରେ ଯାଜପୁର, ବାଲେଶ୍ୱର ଘୂରି ଆସିଲାଣି ଶାଳିନୀ। ସବୁଠାରେ ଚାପି ହୋଇଯାଉଛି ସେହିପରି ନାଲି ଆଖି, ଆଉ ପଛେ ପଛେ ଗୋଡ଼େଇ ତାକୁ ଅବସନ୍ନ କରିବାର ପ୍ରୟାସ। ସ୍ୱାମୀ ଶୁଭାଶିଷ ଚାକିରି କରୁଥିଲେ। ବାଇକ୍ ଦୁର୍ଘଟଣାରେ ଶାଳିନୀ କୋଳରେ ଦୁଇଟା ପିଲା ଓ ଅବିବାହିତ ଭଉଣୀକୁ ଛାଡ଼ି ସେ ଚିରଦିନ ପାଇଁ ବିଦାୟ ନେଲା। ବାପ ଘରକୁ ଯାଇ ଲାଭ କ'ଣ? ସବୁଦିନେ ସେ ରହିପାରିବନି ସେଠି। କୌଣସି ମତେ ସରକାରଙ୍କ ଦୟାରୁ ସେ ଛୋଟର କାଟର ମାଷ୍ଟ୍ରାଣୀ ଚାକିରିଟିଏ ପାଇଗଲା। ଯିଏ ଯେତେବେଳେ ଚାହିଁଲା ସେ ତାକୁ ଦୂରକୁ ଠେଲିଦେଇ ନିଜେ ସେଠି ରହିଗଲା। କୋଉ ଶାଢ଼ୀ ଗହଣା, ଗାଡ଼ି ମଟର କି ଭାଇ ବନ୍ଧୁ କିଏ ତାର ଅଛନ୍ତି ଯେ ସେ ଭରସା କରି ଲଢ଼ିବ? ଶାଳିନୀର ଚଞ୍ଚଳ ଚପଳ ଆଖିରେ ବିଷାଦର କଳାଛାଇ ଜମାଟ ବାନ୍ଧି ରହିଥାଏ। ସାଧା ଧଳା ଶାଢ଼ୀ ଓ ପଟେ ପଟେ ପ୍ଲାଷ୍ଟିକ ଚୁଡ଼ି। ନ ଦେଖିଲା ଭଳି ସବୁ କଥା ସେ ଦେଖିଯାଏ। ଘରେ ପୁଅ ଝିଅ ଦିଜଣଙ୍କୁ ମଣିଷ କରିବାର ଦାୟିତ୍ୱ ଯେ ତାର। ଝିଅଟା ଦିନକୁ ଦିନ ହାତେ ଲେଖାଁ ବଢ଼ିଯାଉଛି। ସେଥିପାଇଁ ବାପ ଘରୁ ଆଣିଥିବା ଅଳଙ୍କାର ଓ ଶୁଭାଶିଷ ଦେଇଥିବା ହୀରାମୁଦି ଆଉ ହାର, କାନଫୁଲ ସେ ଜଣେ ନିକଟତମ ବାନ୍ଧବୀ ସୁଷମାର ବ୍ୟାଙ୍କ ଲକରରେ ରଖିଦେଇଛି। ସୁବିଧା ଅସୁବିଧାରେ ସୁଷମା ତାକୁ ସାହାଯ୍ୟ କରିଥାଏ। ପଛଆଡ଼େ ଖସ୍ ଖସ୍ ଶବ୍ଦ ହେଲା। ଆସୁଛି କି ସେ ଲୋକଟା? ଛାତି ଧଡ଼ପଡ଼ କରି ଉଠିଲା। ଆଜି ସେ ଏତେ ତରତରରେ ଆସିଲା ଯେ ଛୁରୀଟା ଆଣିବାକୁ ଭୁଲିଗଲା। କ'ଣ ବା ସେ କରିବ? ଜୀବନ ନଈର ଚାରିଦିଗ ମେଲା। ଏପରି ଗୋଟିଏ ଗଛ ତଳେ ସେ ଛିଡ଼ା ହୋଇଥିଲା, ଯାହାର ପତ୍ରଗୁଡ଼ାକ ଗଣ୍ଡି ଉପରେ। କେଉଁ ବାଟେ ନିଜକୁ ସେ ଲୁଚାଇବ? ବୁଦା ଭିତରେ କ'ଣ ଗୋଟିଏ ଖସ୍ ଖସ୍ ଶୁଭୁଛି। ଭୟରେ ତାର ତଣ୍ଟି ଶୁଖିଗଲା। ସେ ବଣ ଆଡ଼କୁ ମୁହଁ ବୁଲାଇ ଛିଡ଼ା ହେଲା। କାଇ ପିମ୍ପୁଡ଼ି ତାର ଗୋଡ଼ ମୁଣ୍ଡ ଉପରେ ଚଢ଼ି ସଲସଲ କରୁଛନ୍ତି। ସେ ନିଶ୍ଚଳ ହୋଇଯାଇଥିଲା। ସେଇ ଲୋକଟା ଆଉ ତାର ସାଥୀ ବୋଧେ ଦୌଡ଼ା ଦୌଡ଼ି ହୋଇ ଆଗକୁ ଚାଲିଗଲେ। କେତେ ଗୁଡ଼ାଏ ବାଟ, ପ୍ରାୟ ଘଣ୍ଟେ ଖଣ୍ଡେ ବସ୍ରେ ଯିବାକୁ ହେବ। ବସ୍ର ହର୍ଣ୍ଣ ଶୁଭିଲାଣି। ଏଇଟା ଶେଷ ବସ୍। ସେ ଅଣନିଶ୍ୱାସୀ ହୋଇ ଧାଇଁଥିଲା ବସ୍ ପାଖକୁ। ବସ୍ ଭିତରେ ଲୋକ ଖୁନ୍ଦାଖୁନ୍ଦି। ପ୍ରଶ୍ୱାସ ନେବାକୁ ତର ନାହିଁ। କୌଣସି ମତେ ପଛ ଲମ୍ବା ବେଞ୍ଚରେ ସେ ଖୁନ୍ଦି ହୋଇ ବସି ପଡ଼ିଲା। ଭଙ୍ଗା କାଚ ଭିତର ଦେଇ ମେଘ ଢଙ୍କା ଆକାଶ ଆଉ ଚୁନା ଚୁନା ବର୍ଷା ତା ଗାଲ ଉପରେ ଝରି ପଡ଼ିଲେ। ବସ୍ ଭିତରେ ପିକା ଓ ସିଗାରେଟ୍ ପିଇବା ନିଷେଧ ସତ୍ତ୍ୱେ ଧୂଆଁ ଗନ୍ଧରେ ନାକ ଫାଟି ପଡ଼ୁଥିଲା। ବସୁ ବସୁ ଭାବୁ ଭାବୁ ତାକୁ କ୍ଳାନ୍ତିରେ ଟିକେ ନିଦ ଲାଗିଯାଇଥିଲା। ବସ୍ ଷ୍ଟାଣ୍ଡରେ ଲୋକ ଗହଳି। କେତେ ଓହ୍ଲାଇଲେ ଆଉ କେତେ ଉଠିଲେ। ହଠାତ୍ କଣ୍ଡକ୍ଟର ଶାଳିନୀକୁ ହଲାଇ ଦେଇ କହିଲା, ମ୍ୟାଡ଼ାମ, ଓହ୍ଲେଇବନି କି? ଉଠ ଉଠ। ଚମକି ଉଠି ସେ ଦେଖିଲା ପୂର୍ବ ଷ୍ଟପେଜରେ ତାର ଓହ୍ଲେଇଯିବା କଥା। ମାତ୍ର ସେ ଆଗକୁ ଚାଲି ଆସିଛି। କ'ଣ କରିବ? କୁଣ୍ଠିତ ପାଦରେ ଓହ୍ଲାଇ ସେ ତଳକୁ ଆସିଲା। ବସ୍ଷ୍ଟାଣ୍ଡରେ ଗାଡ଼ି ସବୁ ଧାଡ଼ି ହୋଇ ଗ୍ୟାରେଜ ଭିତରେ ପଶୁଛନ୍ତି। କାଁ ଭାଁ ଯାତ୍ରୀ ଏପଟ ସେପଟ ହେଉଛନ୍ତି। କାହାର କିଏ ଆସିବ ବୋଲି ଅପେକ୍ଷା କରିଛନ୍ତି, କି କିଏ ବସ୍ ଫେଲ୍ ହୋଇ ଟିକେଟ କଟା ହେଉଥିବା ଘରର କାନ୍ଥକୁ ଆଉଜି
ଡୋଳାଉଛନ୍ତି। ଝିପିଝିପି ବର୍ଷାରେ ଅଟୋ ବା ରିକ୍ସା କରି ଏକା ଯିବାକୁ ତାକୁ ଡର ଲାଗୁଛି। ଆସ୍ତେ ଆସ୍ତେ ପାଦ ଚିପି ଓଦା ଚଟିକୁ ଗୋଡ଼ରୁ କାଢ଼ି ଖୁଣ୍ଟକୁ ଡେରି ରଖିଲା। ଆଉ ସେଇ ଟିକେଟ୍ ଘର କାନ୍ଥକୁ ଆଉଜି ବସି ପଡ଼ିଲା। ଆଉ ଜଣେ ସ୍ତ୍ରୀ ଲୋକ ସଙ୍ଗେ ସଙ୍ଗେ ତା ପାଖକୁ ଆସି ବସି ପଡ଼ିଲା। ଅଳ୍ପ ବୟସର ଝିଅଟା ହାତରେ ଶଙ୍ଖା, ମଥାରେ ସିନ୍ଦୁର, ଦେହରେ କଳା ନାଲି ମିଶା ମଇଳା ସିନ୍ଥେଟିକ୍ ଶାଢ଼ୀ। ସେ ଅନେକ କାନ୍ଦିଛି, ଆଖି ଫୁଲି ଯାଇଛି। ଶାଳିନୀ ତାକୁ ପଚାରି ପାରିଥାନ୍ତା, ହେଲେ ପଚାରି ଲାଭ କ'ଣ? ଆସିଥିବ ଘର ଛାଡ଼ି, ମାଡ଼ ଖାଇଥିବ କି ଆଉ ଗୋଟିଏ ସେମିତି କିଛି। ନିଜ ଅବସ୍ଥା ତ ମାଡ଼ଠାରୁ 100 ଗୁଣ ବଳି ଯାଇଛି। ଢଳେଇ ପଡ଼ି ଶାଳିନୀ ପର୍ସଟାକୁ ପେଟରେ ରଖି ଚୁପ୍ ହୋଇ ଆଖି ବୁଜିଲା। ସକାଳ ହେଲେ ସେ ଘରକୁ ଯିବ। ଆଜି ଦିନଟା ଛୁଟି ନେବ। ପିଲା ଦୁଇଟା ରାତିରେ କାନ୍ଦି କାନ୍ଦି ଶୋଇଥିବେ। କ'ଣ ଖାଇଲେ କେଜାଣି? ସୁଷମା କିଛି ଦେଇଥିବ ନିଶ୍ଚୟ। କେତେ ବଳ ହୋଇଗଲାଣି। ଲୋକ ଗହଳି, ପାଣିଚିଆ ଖରା ସାଙ୍ଗକୁ ନର୍ଦ୍ଦମାର ଦୁର୍ଗନ୍ଧ, ନାକ ଫାଟି ପଡ଼ୁଛି। ଶାଳିନୀ ଉଠି ଦେଖିଲା, କାଲି ରାତିରେ ବସିଥିବା ଝିଅଟି ଟିକେଟ୍ କାଉଣ୍ଟରରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଆଖି ପୋଛୁଛି। କିଛି ଦୁର୍ଘଟଣା ନିଶ୍ଚୟ ଘଟିଛି। ଶାଳିନୀ ତା ପଛରେ ଛିଡ଼ା ହେଲା ଲାଇନରେ ଏବଂ କ'ଣ ହେଲା କେଜାଣି ତା ପାଟିରୁ ବାହାରି ପଡ଼ିଲା, କୋଉଠିକି ଯିବ? କାନ୍ଦୁଛ କାହିଁକି? ସେଇ ଅଳ୍ପ ବୟସୀ ସ୍ତ୍ରୀ ଲୋକଟି କାନ୍ଦି ପକାଇ ଅଟକିଗଲା। କୋହରେ ତାର ତଣ୍ଟି ଫାଟି ପଡ଼ୁଥାଏ। ଶାଳିନୀ ତାର ପିଠି ଥାପୁଡ଼େଇ ଦେଲା ସାନ୍ତ୍ୱନା ଦେବା ଭଙ୍ଗୀରେ। ସେ କୋହଭରା କଣ୍ଠରେ କହିଲା, ମୁଁ କାମକୁ ଯାଇଥିବା ବେଳେ ମୋ ପିଲାକୁ କିଏ ମାରିଦେଲା ନା କ'ଣ? ଘରେ କେହି ନଥିଲେ ନା କ'ଣ? ସମସ୍ତେ ଥିଲେ, ଶୋଇଥିଲେ। ସଞ୍ଜ ପହରେ ମୁଁ ବି ଟିକେ ଗଡ଼ୁଥିଲି। ସେ ଆଉ କ'ଣ କହୁଥିଲା କେଜାଣି? ଲୁହ କାଳରେ ତାକୁ ବୁଝି ହେଉନଥିଲା। ଶାଳିନୀର ବସ୍ ବେଳ ହୋଇଯାଉଥିବାରୁ ଟିକେଟ୍ କାଟି ସେ ଧାଇଁଗଲା ବସ୍ ପାଖକୁ। ଯାତ୍ରୀ ଭିଡ଼ ହୋଇଗଲେଣି। ଉପର ତଳ ଖୁନ୍ଦାଖୁନ୍ଦି ଭିତରେ ସେଇ କାନ୍ଦୁରା ଝିଅ ସବା ପଛକୁ ମୁହଁରେ ଲୁଗା ଚାପି ଚାଲିଗଲା। ଶାଳିନୀର ମନେ ପଡ଼ିଲା ତାର ସାନ ଭଉଣୀ କଥା। ମା କହେ ସେ କୁଆଡ଼େ ପେଟ ଓ ଛାତିରେ ମିଳିମିଳା ହେବା ଯୋଗୁଁ ବର୍ଷେ ନ ପୁରୁଣୁ ଚାଲିଗଲା। ଶନିବାର ଜନ୍ମ ହୋଇଥିବାରୁ ଆଈ ତା ନାଁ ସାନି ଦେଇଥିଲା। ସେଇ ନାଁଟି ବଦଳାଇ ଗାଁ ସ୍କୁଲର ହେଡ଼ମାଷ୍ଟ୍ରେ ଶାନ୍ତି କରିଥିଲେ। ପରେ ଶାଶୁଘରେ ତାର M.A. ପଢ଼ୁଆ ନଣନ୍ଦ ତା ନାଁ ଶାଳିନୀ ଦେଇଥିଲେ। ସେ ଆଜି ଯାଏ ସବୁ କାଗଜପତ୍ରରେ ରହିଛି। ପଛକୁ ବୁଲି ଶାଳିନୀ ଅନେଇଲା। ସେ ଝିଅଟା ସେମିତି ବସିଛି। ନିଜ ଦୁର୍ଦ୍ଦଶା କଥା, ନିଜ ପିଲାଙ୍କ କଥା ଭାବି ନଥିଲା ସେ ଏଯାଏ। ତାର 13 ବର୍ଷର ଝିଅ, 11 ବର୍ଷର ପୁଅ। କାଲି ଏମିତି ଏକା ରହିଲେ। ଝିଅ ସହିତ କିଏ ଦୁଷ୍କର୍ମ କରିନି ତ? ପୁଅର ଆଖି କିମ୍ବା କିଡ଼ନୀ କିଏ କାଢ଼ି ନେଇନି ତ? ସାଇ ସାରା ଲୋକେ ଶୋଇଥିବେ। କିଏ କାହା କଥା ଶୁଣୁଛି? ତାର ବା କୋଉ ବେଳ ଅଛି କାହା ଘର କଥା ବୁଝିବା ପାଇଁ? ବସ୍ ରହିଲା। ଆଜି ସେ ଅଫିସ ଯିବ ନାହିଁ। କାଲିଠୁ ସେ ଅଫିସର ବଳକା କାମ ନେଇ ଘରକୁ ଚାଲି ଆସିବ। ଏ ବୟସରେ ବି ଲୋକମାନେ ତାଠାରୁ ସୁବିଧା ଉଠେଇବାକୁ ଚାହାନ୍ତି। ସ୍ୱାମୀ ନାହିଁ ବୋଲି କ'ଣ ସେ ଏକା ଏକା ପରିସ୍ଥିତିର ମୁକାବିଲା କରିପାରିବ ନାହିଁ? ତାର ଭୟ କେବଳ ପିଲାଙ୍କ ପାଇଁ। ଶାଳିନୀକୁ ବଡ଼ କ୍ଳାନ୍ତ ଲାଗୁଥିଲା। ଘରକୁ 2 କିଲୋମିଟର ଚାଲି ସେ ଯାଇପାରିବନି। ଗୋଟେ ରିକ୍ସାରେ ବସିଲା କ୍ଷଣି ସେଇ କାନ୍ଦୁରି ସ୍ତ୍ରୀ ଲୋକଟି ଧାଇଁ ଆସି କହିଲା, ନାନୀ ଟିକେ ରୁହ, ମୁଁ ତମ ସାଙ୍ଗରେ ଯିବି। ଆଉ ଅଳ୍ପ ବାଟ ପରେ ବାଁ ପଟକୁ ଭାଙ୍ଗିଗଲେ ଆମ ଗାଁ। ଗାଁ ସାମ୍ନାରେ ପୋଲିସ ଥାନା। ସେଠି ଗୋଟେ ନାଲିଶ କରିବାର ଅଛି। ମୋତେ ଲେଖି ଆସେ ନାହିଁ। ତମେ ପଢ଼ାଶୁଣା ଲୋକ ପରି ଲାଗୁଛ। ଟିକେ ଲେଖିଦେଲେ ମୁଁ ଟିପ ଚିହ୍ନ ଦେଇଦେବି। ବକ୍ ବକ୍ କରି ଅନେଇଥାଏ ଶାଳିନୀ। ଏଥିପାଇଁ ରାତିରୁ ଆସିଛି ଝିଅଟା। ସେ ପଚାରିଲା, ତମ ଗାଁ ମାନେ ବାପଘର ନା ଶାଶୁଘର? ସବୁ ସେଇଠି, ସେଇ ଏକା ଥାନା। ରାତିରେ ମୁଁ ବାଟବଣା ହୋଇ ଇଆଡ଼େ ଚାଲି ଆସିଲି। ପାଖରେ ଗୋଟେ ହେଲେ ପଇସା ନାହିଁ। ଶାଳିନୀ ବ୍ୟାଗ ଖୋଲି ତାକୁ 20ଟା ଟଙ୍କା ଦେଲା। ପଚାରିଲା, କ'ଣ ହୋଇଛି ତମର? ସେ କଥା କହି ହୁଏ ନା। ଯାହାକୁ କହନ୍ତି ଅଜାଗା ଘା ଦେଖି ହୁଏ ନା, ଦେଖେଇ ହୁଏ ନା।
କୋହରେ ଭାଙ୍ଗି ପଡ଼ିଲା ସେ। ଶାଳିନୀ କହିଲା, ବ୍ୟସ୍ତ ହୁଅନି, ସଂସାର କରିଥିଲେ ପଥର ପଡ଼ିଲେ ସହି। ହେ ଦେଖୁନ ମୁଁ କେମିତି ସ୍ୱାମୀ ଓ ଶ୍ୱଶୁର ଗଲା ପରେ ଦିଟା ଛୁଆଙ୍କୁ ମଣିଷ କରିବା ପାଇଁ ଅନବରତ ମରୁଛି। ସ୍ୱାମୀ ଅଛି ସିନ୍ଥିରେ ସୁନ୍ଦର ଦେଖି ଭାଉଛ ମୁଁ ସୁଖୀ? ନାଇଁ ମୁଁ ତ ପଢ଼ିନି। ପର ଘରେ ବାସନ ମାଜି ଘର ସଫା କରି ମୋର 3 ବର୍ଷର ଝିଅକୁ ନେଇ ଚଳେ। ହେଲେ ମୋ ସ୍ୱାମୀ ପାଗଳ। ରାସ୍ତାରେ ବୁଲେ, ଗାଧାଏନା, ପାଚିରିର ଉପରୁ ତଳକୁ ଡିଏଁ, ଶେଷରେ ଝିଅକୁ ନେଇ କୁଆଡ଼େ ପଳାଏ। ମୁଁ ଖୋଜି ଖୋଜି ମରୁଛି। ଆଜିକି 10 ଦିନ ହେଲା କାହାର ପତ୍ତା ମିଳୁନି। କେଉଁଠି କାହାକୁ ବିକିଦେଲା କି କ'ଣ? ସେଥିପାଇଁ ଥାନାରେ ଲେଖାପଢ଼ା କରିଦେଲେ ସେମାନେ ଖୋଜି ଆଣି ଝିଅକୁ ଦେବେ ଆଉ ପାଗଳକୁ ପାଗଳ ହସ୍ପିଟାଲ ପଠେଇ ଦେବେ। ଉପାୟ ନାହିଁ। ବାପା ମା କି ଶାଶୁ ଶ୍ୱଶୁର କିଛି କରୁନାହାନ୍ତି। ମୁଁ ତ ପୋଷି ପାରିବିନି। କିଛି ନହେଲେ ମୁଁ ବିଷ ଖାଇ ମରିଯିବି ନାନୀ। ଶାଳିନୀ କିଛି ନ କହି ରିକ୍ସାରେ ବସିଲା। ତା ପିଲାଙ୍କ କଥା ମନେ ପଡ଼ି ଛାତି ଓ ପେଟ ଭିତର ମନ୍ଥି ହୋଇଗଲା। ପଛପଟୁ କାନ୍ଦୁରି ଡାକ ଛାଡ଼ୁଥିଲା, ହେଲେ ଶାଳିନୀ ଅଟକିଲା ନାହିଁ। ଯେଉଁ ଘଟଣା ବିଷୟରେ ସେ ବର୍ଣ୍ଣନା କଲା ସେ ତ ଏକ ବିରଳ ଘଟଣା। ଇତିମଧ୍ୟରେ ଯଦି ସେ ତା ପିଲାଙ୍କୁ କିଏ ନେଇଯାଇଥିବ ତେବେ କ'ଣ ହେବ? ମୁହଁକୁ ଢାଙ୍କି ଦେଲା ନିଜ ଶାଢ଼ୀରେ। ରିକ୍ସା ଶାଳିନୀ ସହ ଛକରେ ପହଞ୍ଚିଲା କ୍ଷଣି ଭଡ଼ା ତୁଟେଇ ଚାଲି ଚାଲି ଆସିଲା। ଆରେ ଏ କ'ଣ? ତା ଘର ଆଗ ସାହିର ଗୁଡ଼ାଏ ଲୋକ ରୁଣ୍ଡ ହୋଇଛନ୍ତି। ପିଲା ଦୁଇଟା ବିକଳରେ ରଡ଼ି ଛାଡ଼ି କାନ୍ଦୁଛନ୍ତି। ଆମ ମାଆକୁ କିଏ ନେଇଯାଇଛି, କିଏ ନେଇଯାଇଛି। କାଲି ସକାଳୁ ଯାଇ ଏଯାଏ ଫେରିନି। ନିଶ୍ଚୟ କିଏ ନେଇଯାଇଛି କହି ମୁଣ୍ଡ ପିଟି ଅଜ୍ଞାନ ହେବା ଉପରେ। ଧାଇଁ ଯାଇ ଶାଳିନୀ ସେମାନଙ୍କୁ କୁଣ୍ଡେଇ ଧରି ବଡ଼ ପାଟିରେ କ'ଣ ଗୁଡ଼େ କହିଗଲା। ତାହା ବୁଝିବା ମୁସ୍କିଲ। ପିଲାଏ ଆସ୍ତେ ଆସ୍ତେ କୋହ ସମ୍ଭାଳି ମା କୋଳରେ ମୁଣ୍ଡ ରଖିଲେ। ସାହି ଲୋକ ବିସ୍ମୟ ଭାବ ନେଇ ଧୀରେ ଧୀରେ ଲେଉଟି ଗଲେ। ସାରା ରାତି ସେମାନେ ପାଳି କରି ପିଲାଙ୍କୁ ଜଗିଥିଲେ, ଖାଇବାକୁ ଦେଇଥିଲେ ବୋଲି କହି କହି ଚାଲିଗଲେ। ହଠାତ୍ ଜଣେ ମହିଳା ଚାଲି ଯାଉ ଯାଉ କହିଲା, ଯେ ରାତିରେ କେଉଁଠି ରହୁଛି ଆଉ କାହିଁକି ସେଇଟା ଫୋନ୍ କରି ଜଣେଇ ଦେଲେ ଝାମେଲା ହେବନି। ପିଲାଏ କି ସାଧାରଣ ଲୋକେ ବୁଝନ୍ତି ନାହିଁ। ସ୍ୱାମୀ ନଥିବା ସ୍ତ୍ରୀ ଲୋକଟିକୁ କି ଦୁର୍ଯୋଗର ସାମ୍ନା କରିବାକୁ ହୁଏ। ଶାଳିନୀ ଲୁହ ପୋଛୁ ପୋଛୁ ରହିଗଲା। କେହି ତ ଜଣେ ଅଛି ନାରୀକୁ ବୁଝିବା ପାଇଁ। କିଏ ଜଣେ ଚାଲିଗଲା। ତରତର ହୋଇ ଦେଖିପାରିଲାନି ଶାଳିନୀ। 2 ହାତରେ 2ଟା ହାଣ୍ଡି ଧରି ଘର ଭିତରକୁ ପଶି ଆସିଲା ସୁଷମା। ଥକିଲା ଭଳି ବସି ପଡ଼ିଲା। ଆଉ କିଛି ନ କହି ଶାଳିନୀର ପାଦ ଉପରେ ହାତ ରଖି କହିଲା, ଉଠ ମୋ ଅପା, କାଲିଠୁ ପିଲାଏ କାନ୍ଦି କାନ୍ଦି କିଛି ଖାଇନାହାନ୍ତି। ତମେ କ'ଣ ଖାଇଛ କି ନାହିଁ ମୁଁ ଜାଣିନି। ଘରେ ଯାହା ଥିଲା ରାନ୍ଧି ଆଣିଛି। ଛୁଆଙ୍କୁ ଦିଅ ଆଉ ତମେ ଟିକେ ଖାଇ ଶୋଇପଡ଼। ଭାରି ହାଲିଆ ଲାଗୁଛ। ଶାଳିନୀ ଆଖି ପୋଛୁ ପୋଛୁ କହିଲା, ତୁ ତ ଜାଣିଛୁ ସୁମା, ମୋର ଦୁଷ୍ଟ ଗ୍ରହ। ସବୁ ହରାଇଲେ ବି ଇଜ୍ଜତ ଜଗି ମୁଁ ବଣ ଜଙ୍ଗଲ ବୁଲୁଛି। କାଲି ରାତିରେ ସେଇ ବଦମାସ ଲୋକ ଦୁଇଟା ଗୋଡ଼େଇଲେ ଯେ ବର୍ଷାରେ ଭିଜି ମୁଁ ଗୋଟିଏ ବସ୍ଷ୍ଟାଣ୍ଡରେ ଲୁଚି ବସିଥିଲି। ତାପରେ ଥାଉ ଅପା, ସେସବୁ ଶୁଣିବାକୁ ମୋର ମନ ନାହିଁ। ପିଲାଏ କାନ୍ଦିଲାରୁ ସିନା ସମସ୍ତେ ଜାଣିଲି, ନହେଲେ କିଏ କାହିଁକି ତମ କଥା ଭାବିଥାନ୍ତା। ଏ ସାହିରେ ତମକୁ କେତେଥର କହିଲେଣି ମୋବାଇଲଟେ କିଣ, ହେଲେ ତମେ ତ ଶୁଣୁନ। ତୁ ଜାଣିନୁ ମୋବାଇଲଟା ଆହୁରି ବିପଦ। ରାତିସାରା ଶୁଆଇ ଦେବେନି। କାହାକୁ କହିବି ଏ ଦୁଃଖ। ଘର ଭିତରକୁ ଏତିକିବେଳେ ଧସେଇ ପଶି ଆସିଲା ଥାନାରେ ସ୍ୱାମୀ ବିରୋଧରେ ନାଲିଶ କରିଥିବା ସେଇ ସ୍ତ୍ରୀ ଲୋକଟି। ହାମ୍ପେଇ ଉଠି କହିଲା, ତମେ ଚାଲି ଆସିଲ ନାନୀ? ଯାହା ହେଉ, ଥାନା ବାବୁ ଲେଖିଦେଲେ ଆଉ ମୁଁ ଟିପ ଚିହ୍ନ ଦେଇ ଆସିଲି। କହିଛନ୍ତି ତ ଲୋକ ପଠେଇ ପିଲାକୁ ଖୋଜି ଆଣିବେ। ହେଲେ ଚା ପାଣି ଖର୍ଚ୍ଚ କିଛି ଲାଗିପାରେ। ରାସ୍ତାକୁ ଆସିଛି କି ନାହିଁ ତମକୁ ନେଇଥିବା ରିକ୍ସାବାଲା ସଙ୍ଗେ ଦେଖାହେଲା। ଆଉ କେହି ମୋର ଭରସା ନାହିଁ। ହାତର କାନର ଗହଣା ତ ପିତ୍ତଳ। ପଡ଼ିଶା ଘରୁ ଟଙ୍କା 15ଟା ଉଧାର ଆଣିଥିଲି। ଆଉ ଆଗପଛ କେହି ନାହିଁ। ଶାଳିନୀ କାନ୍ଥକୁ ଆଉଜି ବସିଥିଲା। ସେ ତ ଏଇ କେତେଦିନ ହେଲା ବଦଳି ହୋଇ ଏଠିକି ଆସିଛି। ଧାର ଉଧାର ଅପର୍ଯ୍ୟାପ୍ତ।
ସ୍କୁଲରେ ପିଲାଙ୍କ ସାଙ୍ଗରେ ବଗଡ଼ା ଭାତ ଡାଲି ଟିକେ ଖାଏ। ପିଲା ଦୁଇଟା ପାଖ ହାଇସ୍କୁଲରେ ପଢ଼ନ୍ତି। ଟିଫିନ୍ ଦେବାକୁ ପଇସା ନାହିଁ। ସେଥିରେ ଅଚିହ୍ନା ଅଜଣା ବାଳିକା ବଧୂଟିଏ ତା ଉପରେ ବିଶ୍ୱାସ କରି ଧାଇଁ ଆସିଛି। ସୁଷମା ଫେରିପଡ଼ି କହିଲା, ତୁ ତାଙ୍କୁ କାହିଁକି ମାଗୁଛୁ? ସେ ନୂଆ ଲୋକ। ତୋ ଗାଁ ତ ଏଠୁ 2 କୋଶ ଦୂର। ତୁ କାହିଁକି କହୁଛୁ ଏ ଗାଁର ବୋଲି? ସମସ୍ତେ ତୋ ସ୍ୱାମୀ କଥା ଜାଣନ୍ତି। ସେ କ'ଣ କରିବେ? ତୁ ଏଠିକି ଆସିବୁ ନାହିଁ। ହଠାତ୍ ଶାଳିନୀ ପଚାରିଲା ଖୁବ୍ ଆତ୍ମୀୟ ଭାବରେ, ତୋ ନାଁ କ'ଣ କି? ପାଗଳ ସ୍ୱାମୀର ଚିକିତ୍ସା କରୁନୁ? ପାଗଳ ବୋଲି କ'ଣ ତୋ ବାପା ମା ଜାଣିଥିଲେ? ଥିଲାବାଲା ଘର। ସମସ୍ତେ ଭାବିଲେ ବାହାଘର ପରି ଭଲ ହୋଇଯିବ। ହେଲେ ଏବେ ପୁରା ପାଗଳ। ସଭିଏ ମୋର ଦୋଷ ଦେଉଛନ୍ତି। ଏତକ କହୁ କହୁ ସେ କାନ୍ଦି ପକାଇଲା। ଶାଳିନୀ କହିଲା, ସୁମା, ତୁ ଘରକୁ ଯାଇ ଖିଆପିଆ କର। ଆମର ଏତିକିରେ ଚଳିଯିବ। ଏ ଝିଅ, ଉଠିଯାଇ କବାଟ ଦେ। ଝିଅଟାର ଆଖିରେ ନିଦ ଖୁନ୍ଦି ହୋଇଥିଲା। ସେ ଉଠି ପାରୁନଥିଲା। ଶାଳିନୀ ଉଠିଯାଇ କବାଟ ଦେଇଦେଲା ବେଳେ ସୁଷମା କହିଲା, ଦୁନିଆଟା ଖରାପ ହୋଇଗଲାଣି ଅପା। ପାଖର ଜଙ୍ଗଲରେ ରାତିରେ ନିଆଁ ଜଳୁଛି। ସମସ୍ତେ କହୁଥିଲେ କୋକିଶିଆଳି ଓ କୁଟ୍ରା ଆସି ବୁଲୁଥିଲେ କୁଆଡ଼େ। କେତେ ଗାଁରେ ହାତୀପଲ ପଶି ଘର ଭାଙ୍ଗି ଦେଲେଣି। ତେବେ ଏଠି ଗାଁବାଲା ପାଳି କରି ଜଗୁଛନ୍ତି। ହେଲେ କ'ଣ? ଇଏ ସେ କିଛି ନୁହେଁ। ରାତି ଅଧକୁ କେତେ ଲୋକ ଆସି ଘର ଚାରିପଟେ ଘୂରି ବୁଲୁଛନ୍ତି। ହାତରେ ଧନୁଶର, ବନ୍ଧୁକ ଆଦି ହାତ ହତିଆର। ତମେ ଆଉ ପଦାକୁ ଉଠିଯିବ ନାହିଁ। ଦିଅ, କବାଟ ବନ୍ଦ କରିଦିଅ। ସୁଷମା ଚାଲିଗଲା ପରେ ଶାଳିନୀ କବାଟ ବନ୍ଦ କରି କାନ୍ଥକୁ ଆଉଜି ବସି ପଡ଼ିଲା। ସବୁ ସମସ୍ୟା ଭିତରେ ଯାଉ ଯାଉ ପୁଣି ବାଟଘାଟରୁ ସମସ୍ୟା ତାର ଗୋଡ଼ ହାତ ବାନ୍ଧି ଦେଉଛି। ହଠାତ୍ ଏଇ ଝିଅଟା କାହୁଁଥିଲା ଆସି ହାବୁଡ଼ିଗଲା। ବାହା ହୋଇଛି କି ନାହିଁ ଜାଣିବ କେମିତି? ସ୍ୱାମୀ କିଏ? ପୁଣି ନିଜ ସନ୍ତାନକୁ ନେଇ ପଳାଇଛି କାହିଁକି? ପିଲା 2 ଜଣ ଆଉ ସେ କଳା କିଟିକିଟି ଝିଅଟା ବାହୁଏ ଲେଖାଏଁ ଶଙ୍ଖା ପିନ୍ଧି ଶୋଇଛନ୍ତି। ବାହାରେ ଅଧାଅଧି କାଳି ଜହ୍ନରେ କରଞ୍ଜ ଗଛର ପତ୍ର ସବୁ ତେଲରେ ଜୁଡ଼ୁବୁଡ଼ୁ ହେଲା ପରି ଦେଖାଯାଉଛି। କାହିଁ ଦୂର ଜଙ୍ଗଲରେ ନିଆଁ ଜଳିବାର କିଛି ତ ସୁରାଗ ନାହିଁ। ସୁଷମା ମିଛରେ ତାକୁ ଡରେଇ ଦେଇଛି। ଶାଳିନୀ ଦେଖିଲା ବାହାରେ କେହି ନାହାନ୍ତି। ଭାତ ତରକାରୀ ଥଣ୍ଡା ହୋଇଗଲାଣି। ହାତ ଉଠୁ ନାହିଁ କି ପାଟି ଖୋଲୁ ନାହିଁ। ଏଇ ସମୟରେ କିଏ କବାଟରେ ଠକ୍ ଠକ୍ କଲା। ଶାଳିନୀ କବାଟ ଖୋଲି ଦେଖିଲା ସୁଷମା ଛିଡ଼ା ହୋଇଛି। 2 ଓଠ ଚାପି ଧରିଛି ଆଙ୍ଗୁଠିରେ। ଠାରି ଜଣାଇଲା ପଦାକୁ ଯିବାକୁ। ଶାଳିନୀ ପାଦ ଚିପି ଚିପି କବାଟ ଆଉଜାଇ ଗଲା ବାହାରକୁ। ବାହାରେ କୁହୁଡ଼ି ଭର୍ତ୍ତି ଜହ୍ନ ଆଲୁଅ। ନଡ଼ିଆ ଗଛ ପାଖକୁ ସେମାନେ ଗଲେ। ସୁଷମା ଆସ୍ତେ କହିଲା, ଏ ଦୁନିଆରେ ବିଭ୍ରାଟ ଓ ପୁରୁଷମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଛି। ତୁମେ ସବୁ ଜାଣିଶୁଣି ଏମିତି ବାୟାଣୀଟିକୁ କାହିଁକି ସଙ୍ଗରେ ଆଣିଲ? ବାୟାଣୀ କିଏ? ସେଇ ହାଡ଼ୁଆ ଝିଅଟା କଥା କହୁଛୁ ତ? ତମେ ଜାଣିନ ସେଇଟା ପୁରା ବାୟାଣୀ। ତା ସ୍ୱାମୀ ବି ବାୟା ଥିଲା। 2 ବର୍ଷର ଝିଅକୁ ରାତି ଅଧରେ ନେଇ କୁଆଡ଼େ ପଳେଇଲା ଯେ 7 ଦିନ ଧରି କିଛି ପତ୍ତା ମିଳିଲାନି। ପରେ ବାରି ଗଡ଼ିଆରେ ବାପ ଝିଅଙ୍କ ଶବ ମିଳିଲା। ହେଲେ ଏ ଝିଅ ମାନିବାକୁ ନାରାଜ ଯେ ସେ ତାର ସ୍ୱାମୀ ଆଉ ଝିଅ। ପୋଲିସ କେସ୍, ପୋଷ୍ଟମର୍ଟମ କେତେ କ'ଣ ହେଲା। ତମ ଜ୍ୱାଇଁ ସେଠି ଥିଲେ, ସବୁ ଦେଖିଛନ୍ତି। ମୋତେ କହିଲେ ସଙ୍ଗେ ସଙ୍ଗେ ଯାଇ ଏ କଥା କହିବାକୁ। ସାବଧାନରେ ଥିବ। ରାତି ହେଲେ ସେ ଥାନାକୁ ଧାଏଁ ନିଜ ସ୍ୱାମୀ ବିଷୟରେ ଏତଲା ଦେବାକୁ। ନଇଲେ ଧାଇଁ ପଳାଏ ବଣ ଆଡ଼କୁ। ଆଶ୍ଚର୍ଯ୍ୟ କଥା, ଏଯାଏଁ କୁକୁର ବିଲୁଆ ତାକୁ କାମୁଡ଼ି ନାହାନ୍ତି କି କେହି ତାକୁ ଧରି ନେଇ ଦେହଜୀବୀ ପଡ଼ାରେ ଦେଇନି। ଶାଳିନୀ କହିଲା, ସେ ତ ଭଲ ମଣିଷ ପରି କଥା କହୁଛି। ଥାନାରେ ପୁଣି? ନାହିଁ ମୋ ନାନୀ, ସେ କଥା ନୁହେଁ। ରାତି ବେଶୀ ହେଲେ ତା ମୁଣ୍ଡରେ ଭୂତ ପଶେ। ଏ ସାହି ସେ ସାହି, ଥାନାରୁ ଥାନା ସମସ୍ତେ ଜାଣନ୍ତି। ଚୁପଚାପ ତା କଥା ନ ଶୁଣିଲେ ସେ କାମୁଡ଼ି ପକାଇବ, ଚିତ୍କାର କରିବ। ଶାଳିନୀ ଅନ୍ୟମନସ୍କ ହୋଇ କହିଲା, ମୋ ଭଳି ବୟସ୍କା ସ୍ତ୍ରୀ ଲୋକଙ୍କୁ ସଞ୍ଜ ପହରେ ଲୋକ ଗୋଡ଼ଉଛନ୍ତି। ଅଥଚ ଏଇ ଅଳ୍ପ ବୟସର ଝିଅଟାକୁ ସେମାନେ ଛାଡ଼ି ଦେଉଛନ୍ତି। କିଛି ଘଟଣା ନ ବୁଝିଲା ପରି ଶାଳିନୀ ଚୁପ୍ ଥିଲା। ନିଜକୁ ରକ୍ଷା କରିବା ପାଇଁ ତାକୁ ବୁଦ୍ଧି ବାଟ ଦିଶୁନି। ଅନ୍ୟକୁ ସେ କ'ଣ କହିବ? ଆଉ କେତେ ଦିନ ଗଲେ
ତା ନିଜ ଝିଅ ବି ବଡ଼ ହୋଇଯିବ, ବାହା ହେବ। ଶାଶୁ ଶ୍ୱଶୁର କି ବାପା ମା ତାର ନାହିଁ ନା କ'ଣ? କେହି ତାକୁ ରଖନ୍ତେ ନାହିଁ? ସୁଷମା ତଳକୁ ଚାହିଁ ଆଙ୍ଗୁଠିରେ ଗାର କାଟୁଥିଲା। କ'ଣ କିଛି କହୁନୁ ଯେ? ଶାଳିନୀ ସୁଷମାକୁ ହଲେଇ ଦେଇ ପଚାରିଲା। ଏଣିକି ତେଣିକି ଚାହିଁଲା। ସୁଷମା କଣ୍ଠ ଚାପି କହିଲା, ଅଛି, ଆଉ କେହି ନଥାନ୍ତୁ ମୁଁ ତ ଅଛି। ତାର ବଡ଼ ଭଉଣୀ ମୁଁ। ବାପ ଘରେ କି ଶାଶୁ ଘରେ କେହି ନାହାନ୍ତି। କିନ୍ତୁ ଇଏ ମାନେ ମୋ ସ୍ୱାମୀ ତାର ଦାୟିତ୍ୱ ନେବେ ନାହିଁ। ସେ ଯେପରି ଏଠିକି ନ ଆସେ। ମୁଁ ଆଉ କ'ଣ କରିବି? କୋଉ ମୋ ପାଖରେ ଟଙ୍କା ଅଛି ଯେ ତାକୁ ଦେବି? ଧଡ଼ଧାଡ଼ କବାଟ ଖୋଲି କିଏ ଜଣେ ପଦାକୁ ବାହାରି ଆସିଲା। ସୁଷମାର ସ୍ୱାମୀ କାଳିନ୍ଦା ଅଣ୍ଟାରେ ହାତ ଦେଇ ପଚାରିଲା, କ'ଣ ବିଚାର ଚାଲିଛି ରାତି ଅଧରେ? ଶୋଇବନି କି? ଶୋଇବନି କି? ସେ ପୁଣି ଏଠିକି ଆସିଲା କେମିତି? ତମକୁ ମନା କରିଥିଲି। ସୁଷମା, ସେ ଏଠିକି ଆସି ଗୋଟିଏ ଲୀଳା ଲଗେଇଛି। ବାପ ଘରେ କି ଶାଶୁ ଘରେ କେହି ରଖୁନାହାନ୍ତି। ଡାହାଣୀଟା ରାତି ଅଧରେ ପ୍ରଜାପତି ପରି ଡେଣା ମେଲେଇ ପିଲାକୁ ଖୋଜି ବୁଲୁଛି। ସ୍ୱାମୀ କୋଉ କାଳୁ ଛୁଆକୁ ନେଇ ପଳେଇଲାଣି। ଇଏ କାଣି ସିଆଣି ପାଗଳି ହେଉଛି। କାହା ବେକରେ ଓହଳି ପଡ଼ିବ। ମୁଁ ସେମିତିକା ମର୍ଦ୍ଦ ନୁହେଁ। ଥାନାରେ ଏତଲା ଦେଇ ଚୋରଣୀ କହି ହାଜତରେ ଠୁଙ୍କି ଦେବି। ଶାଳିନୀ କହିଲା, ନାଇଁ, ସେ ମୋ ପାଖକୁ ଆସିଥିଲା। ରାତି ହୋଇଗଲାଣି ତ। ତାର ରାତିଦିନ କିଛି ନାହିଁ। ଥରେ ଆସିଲା ମାନେ ଆସିବ। ତା ଅପେକ୍ଷା ଭଲ ହେବ ତମେ ଘର ଛାଡ଼ି ଚାଲିଯାଅ ଅନ୍ୟ କୋଉଠିକି। ଧଡ଼ାସ୍ କରି କବାଟ ବନ୍ଦ କରି ଭିତରକୁ ଚାଲିଗଲା କାଳିନ୍ଦୀ। ଚମକି ପଡ଼ିଲା ସୁଷମା। ଶାଳିନୀର ଅସହାୟପଣ ଉକୁଟି ଉଠିଲା ଆଖି କୋଣରେ। ସୁଷମା କହିଲା, ଦେଖ ନାନୀ, ତମକୁ ଯେମିତି ସୁବିଧା ହେବ। ଚଟ୍ କରି ବୁଲି ପଡ଼ିଲା ତା ଘର ଆଡ଼କୁ। କହିବାର କିଛି ନାହିଁ। କହିବ କ'ଣ? ସମସ୍ତେ ଅସହାୟ। ଧନ ଥିବା ନଥିବା, ମଣିଷ ଥିବା ନଥିବା ସମାନ। ଅସହାୟପଣର ସୀମା ନାହିଁ। ବାରଣ୍ଡାରେ ଆଣ୍ଠୁରେ ମୁହଁ ଚାପି ବସି ପଡ଼ିଲା ଶାଳିନୀ। କିଛି ସମୟ ପରେ ଦେଖିଲା ପଛଆଡ଼ୁ ସେ ଝିଅଟା ଆସି ତା କାନ୍ଧରେ ହାତ ରଖି କହିଲା, ମୋ ପାଇଁ ଚିନ୍ତା କର ନାହିଁ। ମୁଁ ସବୁ ଶୁଣିଛି। ତମେ କାହିଁକି ଘର ଛାଡ଼ିଯିବ? ମୁଁ ଚାଲି ଯାଉଛି। ଆଖି ଯୁଆଡ଼େ ନେବ ସେଆଡ଼େ ଯିବି। ଶାଳିନୀ ତା ହାତକୁ ଭିଡ଼ି ଧରି ପାଖରେ ବସେଇ କହିଲା, ହେଇ ତ ଆଉ 2 ଘଡ଼ିକେ ସିନ୍ଦୁରା ଫାଟିବ। ତାପରେ ମୋ ପିଲା ଦିଟାକୁ କାଖେଇ ଆମେ ଚାଲିଯିବା। କୁଆଡ଼େ? ଯାଉ ଯାଉ ଯେମିତି ହେଲେ କୋଉଠି ନା କୋଉଠି ଟିକିଏ ଜାଗା ମିଳିବ। ମୁଁ ତ ପୁଣି ଚାକିରି କରୁଛି। ବାହାରକୁ ଯିବି। ତୁ ଘରୁ ପଦାକୁ ଯିବୁ ନାହିଁ ତ? ଝିଅଟା କାନ୍ଦି ଉଠି କହିଲା, କୋଉଠି ଜାଗା ନାହିଁ ବୋଲି ମୁଁ ବାୟାଣୀ ପରି ରାତି ଅଧରେ ଦୌଡ଼ିଥାଏ। ସବୁ ଥାନାରେ ଏତଲା ଦିଏ ସ୍ୱାମୀ ବିରୋଧରେ। ପାଗଳଟା ପିଲାକୁ ନେଇ କୁଆଡ଼େ ପଳେଇଲା। ମଲା କି ଗଲା ମୁଁ ଜାଣିନି। ସମସ୍ତେ ମୋରି ଦୋଷ ଦେଉଛନ୍ତି। ସୁଷମା ତା ହାତକୁ ଆଉଁସି ଦେଇ କହିଲା, ମୋ ପିଲାଙ୍କୁ ତୋ ପିଲା ପରି ଆଦରି ନେ। ଦୁଃଖ ରହିବନି। ଝିଅଟା ଭେଁ ଭେଁ କାନ୍ଦି ଉଠି ସୁଷମାର ଛାତି ଭିତରେ ମୁହଁ ଗୁଞ୍ଜି ଦେଲା। ସକାଳ ହେବାକୁ ଆଉ ଅଳ୍ପ ସମୟ ଥିଲା। ଚମକି ପଡ଼ିଲା ଶାଳିନୀ। କୁଆଁ ତାରଟା ଝକ୍ କରି ପୂର୍ବ ଦିଗରେ ଯେମିତି ତାକୁ ଚାହିଁ ହସୁଛି। ଦିପଟରେ ତାର 2ଟା ଛୁଆ ପେଟ ଖଙ୍କାଳି ପଡ଼ିଛନ୍ତି। ଆଉ ଅଚିହ୍ନା ଝିଅଟିଏ ନିଜ ପେଟର ପିଲା ପରି ତା କୋଳରେ ଛାତିରେ ମୁହଁ ଗୁଞ୍ଜି କୋହ ଛାଡ଼ୁଛି। ସେ ଏବେ କ'ଣ କରିବ? କାହାକୁ ଛାଡ଼ି ପାରୁନି। ଏଠି ରହିଲେ ବିପଦ ମାଡ଼ି ଆସିବ। ଚାଲିଗଲେ ବି ବିପଦ। ଜନ୍ମ କାଳରୁ ସଂଗ୍ରାମ କରିଛି ଝଡ଼ଝଞ୍ଜା ସହିତ। ଆଜି ଆଉ ଡେରି କାହିଁକି? ସମସ୍ତଙ୍କୁ ନିଦରୁ ଉଠାଇ ଶାଳିନୀ କହିଲା, ଉଠରେ ପିଲେ, ଏଥର ଏଠୁ ପଳାଇବା। କୁଆଡ଼େ? ପୁତ୍ରହରା ଅଳ୍ପ ବୟସ୍କା ନାରୀଟି ପଚାରିଲା। ସେମାନେ ଆମକୁ ମାରିଦେବେନି ତ? ଶାଳିନୀ କହିଲା। ଏବେ ଆମେ 4 ଜଣ ହେଲେଣି। ଡର କାହାକୁ? ରାସ୍ତାରେ ଲୋକ ଚାଲି ଚାଲି ଓ ସାଇକେଲରେ ଗଲେଣି ସକାଳ ପବନ ଖାଇବାକୁ। ବଡ଼ଟାକୁ କାଖେଇ ନେଲା ଶାଳିନୀ ଆଉ ସାନ ଝିଅଟାକୁ କାନ୍ଧରେ ପକେଇ ଚାଲିଲା ଝିଅଟା। ଶାଳିନୀର ମନେ ହେଉଥିଲା ତାର ପ୍ରଥମ ସନ୍ତାନ ମୃତ ଝିଅଟି ଫେରିଆସିଛି ପୁଣି ଥରେ ତା କୋଳକୁ। କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଓ ଦାୟିତ୍ୱ ସହିତ ଜୀବନର ଖେଳ ସମତାଳ ଦେଇ ଚାଲିଛି। ବହୁଦିନ ପରେ ଏକ ପୂର୍ଣ୍ଣାଙ୍ଗ ଜୀବନର ବାସ୍ନା ତାର ଚତୁର୍ଦିଗରେ ଖେଳି ବୁଲୁଥିଲା। ଜୀବନକୁ